ମା, ଆଜ୍ଞା। ସବୁ ଯୁଗରେ ତ ଭଗବାନ ବିଷ୍ଣୁଙ୍କର ପାପୁଲି ଅଛି। କଳି ଯୁଗରେ କାହିଁକି ଜଗନ୍ନାଥଙ୍କର ପାପୁଲି ନାହିଁ? ତ୍ରେତୟା ଯୁଗର କଥା। ବାଳିଙ୍କି ଭଗବାନ ଶ୍ରୀରାମ ବଧ କରିଥିଲେ, ସେ କଥା ଜାଣିଛୁ ନା ନାହିଁ? ହୁଁ। ହଁ। ମୃତ୍ୟୁ ପୂର୍ବରୁ ବାଳି ପଚାରିଲେ ପ୍ରଭୁଙ୍କୁ, ପ୍ରଭୁ ମୁଁ ତ ଆପଣଙ୍କର କିଛି କ୍ଷତି କରିନଥିଲି, ଆପଣ ମତେ କାହିଁକି ମାରିଲେ? ସେଇଠୁ ଭଗବାନ ଶ୍ରୀରାମ କହିଲେ, ହଁ ରେ ବାଳି, ମୁଁ ତତେ ବିନା ଦୋଷରେ ମାରିଛି, ତେଣୁ ତୁ ମତେ ଯୋଉ ଅଭିଶାପ ଦଉଛୁ ଦେ, ମୁଁ ତାକୁ ସାଦରେ ଗ୍ରହଣ କରିବି। ବାଳି କହିଲେ, ପ୍ରଭୁ ମୁଁ ଚାହୁଁଛି ଯୋଉ ପାପୁଲିରେ ଆପଣ ମତେ ବଧ କଲେ ସେ ପାପୁଲି ଆପଣଙ୍କର ନ ରହୁ। ଭଗବାନ ଶ୍ରୀରାମ କହିଲେ, ଏଇ ଯୁଗରେ ତ ସେଇଟା ସମ୍ଭବ ନୁହଁ। କଳି ଯୁଗରେ ମୁଁ ଯେତେବେଳେ ଦାରୁବ୍ରହ୍ମ ରୂପ ଗ୍ରହଣ କରିବି, ସେତେବେଳେ ମୋର ହାତ ଥିବ କିନ୍ତୁ ପାପୁଲି ଥିବ ନାହିଁ। ସେଥିପାଇଁ କଳି ଯୁଗରେ ଭଗବାନ ଜଗନ୍ନାଥଙ୍କର ପାପୁଲି ନାହିଁ। ହାତ ଅଛି କିନ୍ତୁ ପାପୁଲି ନାହିଁ। ଆଚ୍ଛା।